ବୈଦେଶ୍ୱର ପୁଲିସକୁ ମିଳିଲା ବଡ଼ ସଫଳତା। 2 ମାସ ତଳେ ବୈଦେଶ୍ୱର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ସିରି ଚୋରି ଘଟଣାରେ ଜଣେ ଗିରଫ। ଗିରଫ ଯୁବକଙ୍କ ନାମ ନାରାୟଣ ନାୟକ ଓରଫ ମଣ୍ଟୁ। ଘର କଟକ ଜିଲ୍ଲା ନରସିଂହପୁର ଥାନା କାନପୁର ହୋଇଥିବା ବେଳେ ପିତାଙ୍କ ନାମ ଦେବେନ୍ଦ୍ର ନାୟକ ବୋଲି ଜଣାଯାଇଛି। ଦୀର୍ଘ 12 ବର୍ଷ ହେଲା ବୈଦେଶ୍ୱର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ମାମୁଁ ଘରେ ସେ ସପରିବାର ରହି ଆସୁଥିଲେ। ସେ ରଜୀବ ଗ୍ରାମରେ ଥିବା ଇଟା ଫ୍ୟାକ୍ଟ୍ରିରେ କାମ କରନ୍ତି। ଗୋଟିଏ ରାତିରେ ଗାଁରେ 6ଟି ଘରୁ ଚୋରି ଦୁର୍ବୃତ୍ତ କଳାକନା ବୁଲାଇଥିବା ସୂଚନା ମିଳିଥିଲା। କେଉଁଠି ଲୁହା ଆଲମିରା ତାଡ଼ି ନେଇଥିଲେ ତ କେଉଁଠି ସିନ୍ଦୁକ ଭାଙ୍ଗି ଲୁଟି ନେଇଥିଲେ ଲୁଟେରା। ନଗଦ ଲକ୍ଷାଧିକ ଅର୍ଥରାଶି ସହ ପାଖାପାଖି 15 ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର ଓ ବହୁ ପିତ୍ତଳ କଂସା ବାସନ ଲୁଟି ନେଇଥିଲେ ଦୁର୍ବୃତ୍ତମାନେ। ଫେରାର ହୋଇଥିବା ଯୁବକଙ୍କ ଉପରେ ରହିଥିଲା ପୋଲିସର ନଜର। ଗତକାଲି ବଳଭଦ୍ରପୁର ଗ୍ରାମର ହରିନାୟକଙ୍କ ସ୍ତ୍ରୀ ବାଙ୍କିର ଏକ ସୁନା ଦୋକାନକୁ ଗହଣା ବିକ୍ରି କରିବାକୁ ଯାଇଥିବା ବେଳେ ବୈଦେଶ୍ୱର ପୁଲିସକୁ ସୂଚନା ମିଳିଥିଲା। ସେଠାରୁ ଅଚାନକ ଖବର ପାଇ କିଛି ଦିନ ହେବ ଜଏନ୍ ହୋଇଥିବା ନୂତନ ଅଫିସର ତଥା ଆଇଆଇସି ସଞ୍ଜୟ ଜେନାଙ୍କ ସମେତ ସେକେଣ୍ଡ ଅଫିସର ପ୍ରଭାକର ନାୟକ ତାଙ୍କ ଦଳ ଧରି ରଜୀବ ଗ୍ରାମରେ ମାଡ଼ି ବସିଥିଲେ ଫେରାର ଥିବା ଲୁଟେରାକୁ। ନୂତନ ଭାବେ ଯୋଗଦାନ କରିଥିବା ଦକ୍ଷ ଆଇଆଇସି ସଞ୍ଜୟ ଜେନା ଲୁଟେରାକୁ କାବୁ କଲା ପରେ ଛନକା ପଶିଛି ସିରି ଚୋରିରେ ସମ୍ପୃକ୍ତ ରହିଥିବା ଫେରାର ଚୋରଙ୍କ ମନରେ। ଗିରଫ ନାରାୟଣ ଓରଫ ମଣ୍ଟୁ ନିକଟରୁ ଭାଗ ମିଳିଥିବା 3ଟି ସୁନା ମୁଦି ସହ ଗୋଟିଏ ମୋବାଇଲ ଜବତ ହୋଇଥିବା ବୋଲି ଆଇଆଇସି ସଞ୍ଜୟ ଜେନା ସୂଚନା ଦେଇଛନ୍ତି। ପୂର୍ବରୁ ବିଭିନ୍ନ ଚୋରି ଡକାୟତ କ୍ରାଇମରେ ରେକର୍ଡ ରହିଥିବା ଏବେ ଗିରଫ ଡକାୟତ ପୁଲିସକୁ କୋର୍ଟ ଚାଲାଣ କରିଛି। ସିରି ଚୋରି ଘଟଣାରେ ମହିଳା ସମେତ ଅନ୍ୟ ଯୁବକମାନେ ଫେରାର ରହିଛନ୍ତି। ଖୁବ୍ ଶୀଘ୍ର ସେମାନେ ଗିରଫ କରାଯିବ ବୋଲି ଜଣାଇଛନ୍ତି ଥାନା ଅଧିକାରୀ ଜେନା ବାବୁ। ବାଙ୍କି ବୈଦେଶ୍ୱରରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ, ଖବର ହବ୍ ଓଡ଼ିଶା। ସାହୁ ଡିସେମ୍ବର 28 ତାରିଖରେ ଆମର ଚୋରି ହେଇଥିଲା। ଆଉ ବହୁ ଜିନିଷ ଜଣେ ଦକ୍ଷ ଆଇଆଇସି ଆସିବା ଦ୍ୱାରା ବିଗତ 2 ମାସ ହେଲେ କିଛି କାର୍ଯ୍ୟକ୍ରମ ହେଇନଥିଲା। ଜଣେ ଦକ୍ଷ ଆଇଆଇସି ସଞ୍ଜୟ କୁମାର ଜେନା ଆସିବା ଦ୍ୱାରା ଆମେ ଜଣେ ଚୋର ଯିଏ ତାର ସ୍ତ୍ରୀ ନେଇଥିଲା ବାଙ୍କି ବିକ୍ରି କରିବା ପାଇଁ ସେ ଜିନିଷ। ତେଣୁ ତାର ଖବର ପାଇ ଜଣେ ଦକ୍ଷ ଆଇଆଇସି ସେଗୁଡ଼ାକୁ ଖୋଳତାଡ଼ କରି ଲୋକଙ୍କୁ ଧରିଛନ୍ତି ଏବଂ ଆମେ ଆଶା କରୁଛୁ ଯେ ସେ ଯେଉଁ ଭଳିଆ ଇଏରେ ଲାଗିଛନ୍ତି ଜିନିଷ ଆମକୁ ମିଳିଯିବ ବୋଲି ଆଶା କରୁଛୁ। ଏବଂ ବୈଦେଶ୍ୱର ଥାନା ଅଣ୍ଡରରେ ଯେଉଁ ଗାଁ ଗୁଡ଼ିକ ଅଛନ୍ତି ସେମାନେ ମଧ୍ୟ ଆଶ୍ୱସ୍ତି ଲୋକଙ୍କଠୁ ଶୁଣିବାକୁ ମିଳୁଛି, ଆଶ୍ୱସ୍ତି ପାଇଛନ୍ତି ଜଣେ ଆଇଆଇସି ଏଠି ଭଲ ଦକ୍ଷ ଆଇଆଇସି ଜଏନ୍ କରିବା ଦ୍ୱାରା। ସେ ତାଙ୍କର ବାଙ୍କିରୁ ଗୋଟେ ସୁନା ଦୋକାନରେ ସୁନା ଚୋରର ସ୍ତ୍ରୀ ଯାଇଥିଲା ବିକ୍ରି କରିବା ପାଇଁ, ସେଠୁ ଖବର ପାଇକି ଏସବୁ ଜିନିଷ କରିଛନ୍ତି।